ଆସନ୍ତୁ ଆଜି ଦେଖିବା ସୁଭଦ୍ରା ଫର୍ମ କେମିତି ପୂରଣ କରାଯାଏ। ଏକ ନମ୍ବର ଦେଖନ୍ତୁ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ସେଠି ଲେଖିବେ। ଏଠି ଯେମିତି ଜଣଙ୍କର ଲେଖା ହେଇଛି ଜେମା ମୁଣ୍ଡା। ଓଡ଼ିଆରେ ଚାହିଁଲେ ବି ଲେଖିପାରିବେ, କିନ୍ତୁ ଇଂଲିଶରେ ଲେଖିଲେ ଭଲ। ସେଇ ଡବା ଗୁଡ଼ା ଭିତରେ ଭଲ ଅକ୍ଷର ଗୁଡ଼ା ଭଲ ଦିଶିବ ଆଉ ସହଜରେ ବି ପଢ଼ି ହେବ। ତାପରେ ଯଦି କିଛି ସନ୍ଦେହ ଥାଏ ଏ ନମ୍ବରରେ ଫୋନ୍ କରିବେ। ଆଉ ବାକି ସନ୍ଦେହ ଭିଡ଼ିଓ ଦେଖିଲା ପରେ ଆପଣଙ୍କର ସବୁ ସନ୍ଦେହ ଦୂର ହୋଇଯିବ, କେଉଁଠି କ'ଣ ଲେଖିବି ନ ଲେଖିବି। ତଳକୁ ଆସନ୍ତୁ, ତାପରେ ଦେଖିବା ଆଧାର ସଂଖ୍ୟା। ଆଧାର ସଂଖ୍ୟା ଆପଣଙ୍କର ଯାହା ବି ଅଛି ଆଧାରରେ ସେଇଟା ସେ 4 ଟିକିଆ ଡବା ଯାହା ଅଛି ସେଇଥିରେ ଗୋଟେ ଗୋଟେ କରି ଫିଲ୍ଅପ୍ କରିବେ। ତାପରେ ସ୍ୱାମୀ ବା ପିତାଙ୍କ ନାମ, ଯଦି ଆଧାରରେ ଆପଣ ବାହା ହେଇଯାଇଛନ୍ତି ତାହେଲେ ହେଉଛି ଆଧାରରେ ଥିଲେ ବି ନଥିଲେ ବି ଲେଖିଦେବେ ସ୍ୱାମୀଙ୍କ ନାମ। ଆଉ ଯଦି ଅଛି ସ୍ୱାମୀ ନା ତାହେଲେ ଭଲ, ଆଉ ଯଦି ବାପାଙ୍କ ନାଁ ଅଛି ତାହେଲେ ବି ଭଲ। ତାପରେ ଜନ୍ମ ତାରିଖ ଯାହା ଅଛି ସେୟା ପକାଇଦେବେ। ତାପରେ ବର୍ଗ ଚିହ୍ନଟ କରିବେ ଆପଣଙ୍କର କେଉଁ ସାଧାରଣ, ଅନୁସୂଚିତ ଜାତି, ଜନଜାତି ଇତ୍ୟାଦି। ତାପରେ ହ୍ୟାଣ୍ଡିକ୍ୟାପ୍ କି ନାହିଁ, ଯେଉଁଟା ଶାରୀରିକ ଭିନ୍ନକ୍ଷମ। ସାଧାରଣ ବର୍ଗ OBC ଜେନେରାଲ, ଅନୁସୂଚିତ ଜାତି SC, ଆଉ ଅନୁସୂଚିତ ଜନଜାତି ST। ଶାରୀରିକ ଭିନ୍ନକ୍ଷମ ଯଦି ହଁ ତାହେଲେ ହଁ, ନା ତ ନା। ତାପରେ ଆଧାର ସଂଯୋଗ ମୋବାଇଲ ନମ୍ବର, ତାପରେ ଜିଲ୍ଲା ଆପଣଙ୍କର ଯାହା ଅଛି। ତାପରେ ଯେଉଁମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ସେଇଟା କେବଳ ଗ୍ରାମାଞ୍ଚଳ ବାଲା ଫିଲ୍ଅପ୍ କରିବେ, ସହରାଞ୍ଚଳ ବାଲା ନୁହଁ। ତାପରେ ତଳଟା ଆପଣଙ୍କର ଯେଉଁ ବ୍ୟାଙ୍କରେ ଆଧାର ଲିଙ୍କ ଅଛି ଆକାଉଣ୍ଟ, ସେଇଟା ଖାଲି ବ୍ୟାଙ୍କ ନାଁ ଲେଖିବେ, ବ୍ୟାଙ୍କ ଅଫ୍ ଇଣ୍ଡିଆ କିମ୍ବା ବ୍ୟାଙ୍କ ଅଫ୍ ଆଉ ଯାହା ଅଛି। ତାପରେ ଆରପଟେ ତ ଯାହା ଅଛି ଆପଣଙ୍କର ଘୋଷଣାନାମା, ସେଇ ଅନୁସାରେ ସବୁଗୁଡ଼ା ଦେଖି ପଢ଼ି ରାଇଟ୍ କରିଦେବେ। ନଚେତ୍ ଆଖି ମୁଜିକି ସବୁ ରାଇଟ୍ କରିଦେବା ଉଚିତ, କାରଣ ଏସବୁ ଭିତରେ ଯଦି ଆପଣଙ୍କର କୌଣସି ଗୋଟେ ବି ହେଉନାହିଁ ତାହେଲେ ଆପଣ ସୁଭଦ୍ରା ପାଇଁ ଏଲିଜିବୁଲ୍ ନୁହନ୍ତି। ଯେମିତିକି ଏଠି 21 ବର୍ଷ କିମ୍ବା ତା'ଠାରୁ ଅଧିକ, ଯେଉଁଟା 60 ବର୍ଷରୁ କମ୍, ସେଇ ଭିତରେ ଯଦି ଅଛନ୍ତି ତାହେଲେ ହେବ। ଆଉ ନହେଲେ ଆପଣ 20 ଥିବ ତାହେଲେ ହେବନି, କିମ୍ବା 61 ଥିଲେ ବି ହେବ ନାହିଁ। ତାପରେ ବାକି ଯାହା ସବୁ ଅଛି ପଢ଼ି ସବୁ ରାଇଟ୍ କରିଦେବେ। ଆଉ ଯଦି ଆପଣଙ୍କର ସେଇଥିରେ କିଛି ଅଛି ଯେମିତି ଟ୍ରାକ୍ଟର, ମିନି ଟ୍ରାକ୍ଟର, ସେ ଯଦି ଆପଣଙ୍କର ଅଛି ତାହେଲେ ଆପଣ ଏଲିଜିବୁଲ୍ ହୋଇପାରିବେ ନାହିଁ। ସୁଭଦ୍ରା ଆପ୍ଲାଏ ନ କଲେ ଭଲ, ଆପ୍ଲାଏ କଲେ କିଛି ଲାଭ ନାହିଁ। ପାଇବେ କି ନାହିଁ ସେଇଟା ମୁଁ କହିପାରିବିନି। ତାପରେ ତଳପଟେ ଆପଣଙ୍କର ଆପଣଙ୍କର ଯାହା ଅଛି ସେଇଟା ପଢ଼ିଦେବେ। ପଢ଼ି ସାରିଲା ପରେ ଆଉ ନ ପଢ଼ିଲେ ବି କିଛି ଜରୁରତ ନାହିଁ। ଏକଥା ଆପଣ ଆଗରୁ କରିଦେଇଥିବେ ଆଧାର ସାଙ୍ଗରେ ମୋବାଇଲ ନମ୍ବର ଲିଙ୍କ, ତାପରେ NPCI କରିଦେଇଥିବେ ବ୍ୟାଙ୍କରେ ଯାଇକି, ଯେଉଁଟା DBT କରୁଛନ୍ତି। ତାପରେ ଯଦି ଆପଣଙ୍କର ଆକାଉଣ୍ଟ ବନ୍ଦ ଅଛି ତାହେଲେ KYC କରିଦେଇଥିବେ। ତାପରେ ଆବେଦନକାରୀଙ୍କ ଦସ୍ତଖତ ଆଉ ତାରିଖଟା ସେଇଦିନ ପକାଇବେ ଯେଉଁଦିନ ଆପଣଙ୍କର ଆପ୍ଲାଏ କରିବେ। ଆଗରୁ ପକାଇଦେଲେ କାହିଁକି ନା ସେଦିନ ଆପଣ ଯାଇପାରିବେ ନ ଯାଇପାରିବେ, କିନ୍ତୁ ଯେଉଁଦିନ ଆପ୍ଲାଏ କରିବେ ସେଦିନ ହିଁ ଯାଇକି ପକାଇଲେ ଭଲ। ଯେଉଁଦିନ ମୋ ସେବା କେନ୍ଦ୍ର କିମ୍ବା CSC ସେଣ୍ଟରକୁ ଯାଇକି ଆପ୍ଲାଏ କରିବେ ସେଦିନ ଯାଇକି ଦସ୍ତଖତଟା ମାରିଦେଲେ ଭଲ। ତାପରେ ଆଉ କିଛି ନାହିଁ, ବାସ୍ ସେତିକି।